ମୀନ ରାଶିର ଭାଇ ଭଉଣୀମାନେ 2026ରେ ଶିକ୍ଷା ଗବେଷଣା କୋର୍ଟ କଚେରୀ। ଶିକ୍ଷା ବର୍ଷର ପ୍ରଥମାର୍ଦ୍ଧରେ ଜୁନ୍ ପର୍ଯ୍ୟନ୍ତ ପାଠପଢ଼ାରେ ମନ ଲାଗିବ। ଧାର୍ମିକ ମନୋବିଜ୍ଞାନ କିମ୍ବା ପରିଚାଳନା ଶିକ୍ଷା କରୁଥିବା ପିଲାମାନଙ୍କ ପାଇଁ ଭଲ ପ୍ରଦର୍ଶନ ରହିଛି। ଶନି 7.5 ଯୋଗୁଁ କଠିନ ପରିଶ୍ରମ କଲେ ଫଳ ମିଳିବ, ଅଳସୁଆ ହେଲେ ମିଳିବ ନାହିଁ। ବର୍ଷର ମଧ୍ୟଭାଗରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବେ। ଜୁନ୍ ଜୁଲାଇ ବେଳକୁ ସଫଳ ହେବେ। ଗବେଷଣା ଆପଣଙ୍କର ଚିନ୍ତାଧାରା ଗଭୀର ହେବ। କୌଣସି ଜଟିଳ ଗବେଷଣା କରୁଥିଲେ ବର୍ଷର ଶେଷ ଆଡ଼କୁ ଆପଣ ସଫଳତା ପାଉଛନ୍ତି। ବୈଦେଶିକ ଓ ଗବେଷଣା ଯଦି ଆପଣ ବିଦେଶ ବିଶ୍ୱବିଦ୍ୟାଳୟ ସଂସ୍ଥା ସହ ମିଶି ଗବେଷଣା କରିବାକୁ ଚାହୁଁଛନ୍ତି ତାହେଲେ ଜୁନ୍ ମାସ ପରେ ଭଲ ଫଳ ମିଳିବ। କୋର୍ଟ କଚେରୀ ବିଳମ୍ବ ଓ ବାଧା ଶନି ଆପଣଙ୍କ ରାଶିରେ ଥିବାରୁ ବା 7.5 ଥିବାରୁ କୋର୍ଟ ମାମଲାରେ ଶୁଣାଣି ବିଳମ୍ବ ହୋଇପାରେ କିମ୍ବା ଆଉ ଅଧିକା ଟାଇମ୍ ଦିଆଯାଇପାରେ, ଟାଇମ୍ ଲମ୍ବା ହୋଇପାରେ, ଧୈର୍ଯ୍ୟ ରଖିବାକୁ ପଡ଼ିବ। ଅର୍ଥ ବ୍ୟୟ କୋର୍ଟ କଚେରୀ ମାମଲାରେ ଅଧିକ ଖର୍ଚ୍ଚାନ୍ତ ହେବେ, ଶତ୍ରୁମାନେ ସକ୍ରିୟ ହେବେ। ବିବାଦକୁ ବଢ଼ାନ୍ତୁ ନାହିଁ, ଯେତିକି ଚୁନା ସେତିକି ପିଠା କରନ୍ତୁ, କିଛି ଅସୁବିଧା ହେବନି। ସମାଧାନ ବର୍ଷର ଶେଷ ଭାଗରେ କୌଣସି ବ୍ୟକ୍ତିଙ୍କ ସହାୟତାରେ ଆପଣଙ୍କୁ କିଛିଟା ଆଶ୍ୱସ୍ତି ମିଳିବ। ସମାଧାନ ପାଇଁ ବୁଝାମଣାର ରାସ୍ତା ଶ୍ରେଷ୍ଠ ହେବ। ବୁଝି ବିଚାରି କାର୍ଯ୍ୟ କଲେ ପ୍ରମାଦ ନ ପଡ଼େ ଭଲେ। ଶନି 7.5 ଯୋଗୁଁ ଶନିବାର ଦିନ ଶନି ମନ୍ଦିରରେ ଶନି ଚାଳିଶା ପାଠ କରନ୍ତୁ। କଳା ଦୀପ, କଳା କନା, ପେଡ଼ା ରାଶି ତେଲରେ ଦୀପ ଜାଳନ୍ତୁ। କିଣା ରାଶି ତେଲ ହେବନି, ଆସିବନି ଫଳ। ପ୍ରାକୃତିକ କୃତ୍ରିମ କିଣାରେ ବହୁତ ମିଶା ରହୁଛି, ଅଲଗା ତେଲ ସେ ହେବନି। 5 କିଲୋ ତେଲ କିଣିବେ, ତାକୁ ନେଇ କଳରେ ପେଷିବେ, କି ଯେଉଁଠି ପେଶା କଥା ଦେଖିବେ ମୋତେ ଭଲ ତେଲ ଦିଅ, ସେଠୁ ଆଣିବେ, ସେ ତେଲରେ ଜାଳିବେ, ତା ଫଳ ମିଳିବ। ଫେନ୍ ଦେଖିବା ଆଉ ଅଲଗା ବିଷୟ।